ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ମିଳନ ପାଇଁ ରାତିଦିନ ଘରକୁ ଡାକିବ। କେବଳ 3 ଥର ତାର ନାମ କହି 3ଟି ଲବଙ୍ଗରେ ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ନାରୀ 5 ମିନିଟରେ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। ଆଜ୍ଞା ହଁ, ଆପଣ ସମସ୍ତଙ୍କର ଇଚ୍ଛା ଥିବ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ବିବାହିତା ନାରୀକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। ତେବେ କେବଳ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ବିବାହିତା ନାରୀ ପାଇଁ ଆପଣ ଏହି ବଶୀକରଣ କରିଦେବେ, ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବ। ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ନିଜର ମନ କଥା କହିପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ କେବଳ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣ ଗୋଟିଏ ଥର ପ୍ରୟୋଗ କରିଦେବେ, ସେ ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମୋ କଥା ମାନି 3ଟି ଲବଙ୍ଗରେ ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ। ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ, ଆଉ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଆପଣଙ୍କୁ କୌଣସି ପ୍ରକାର ବାଧା ଦେବ ନାହିଁ। ଯାହା ଚାହିଁବେ ତାହା କରିବ। ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। କାହିଁକି ନା ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ମାତ୍ର ଗୋଟିଏ ଥରରେ ନିଜ ପ୍ରେମକୁ ପାଇପାରିଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ପାଇପାରିଛି। ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ଜିନିଷ ଖୁଆଇ ପିଆଇ, ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ଘରେ ବସି ବସି ଏହି ବଶୀକରଣ କରିପାରିବେ। ଆଉ ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ସ୍ତ୍ରୀକୁ ନିଜର କରିପାରିବେ। ମୋର ବିଶ୍ୱାସ କି ଆପଣ ଅତି ସହଜରେ ଏହି ବଶୀକରଣ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ନିଜ ବଶରେ କରି ତାଠାରୁ କିଛି ବି କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ, ଆପଣଙ୍କର ବଶରେ ହେଇଯିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ଆଜ୍ଞା ହଁ, 3ଟି ଲବଙ୍ଗର ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ କରିଛି ସଫଳ ହେଇଛି। ତେଣୁ ଆପଣ ବି ବିଶ୍ୱାସର ସହିତ ଗୋଟିଏ ଥର କରିକି ଦେଖନ୍ତୁ।
तापर देखिबे चमत्कार किपरि सेई समय ठारू से झियो बा विवाहिता नारी आपणक प्रेम रे दीवानी हो जिवो। निजे आसी आपणक सहित कथा हबो आपणकू भल पाउची बोली कहिबो। तेबे एही वशीकरण विधि जानिबा पूर्वरु मोर आपण मानकू गोटे छोटिया अनुरोध शुणी नियंतु। आमर भिडियोर कमेंट बॉक्स रे बहुत लोक माने कमेंट करुछंती वशीकरण करिवे कहिकी हजार हजार टंका ठकी नेउछंती। सेमाने एते मात्रा रे कमेंट करुछंती कि आपणकर कमेंट ता भितरे हजि जाउची आउ आमे आपणको रिप्लाय करि पारुनु। एथिपई आपण आमको क्षमा करिवे आउ कमेंट बॉक्स रे दिया जाउथिबा फेक मेसेज आ मोबाइल नंबर रो रिप्लाय दियंतु नाही काहेकि ना सेमाने वशीकरण करिवे कहिकी आपणकर पैसा ठकी नेबे। तेणु मोर आपण मानको अनुरोध कि आपण वीडियो देखंतु निजे चेष्टा करंतु किंतु एही सब ठकामी रे पड़ंतु नाही। आमर बहुत सारा दर्शक बंधु माने अछंती जेउ माने आमको कहउछंती कि गुरुजी आपण आमर काम करि दियंतु आपण जेते पैसा मागिबे आमे देबु। हजार हजार टंका जाचुचंती। देखंतु यूट्यूब रे आपणको एमिति अनेक चैनल मिल जिवो जेउ माने मोबाइल नंबर देउछंती ताबिज बिकुछंती वशीकरण करिवे कहिकी हजार हजार टंका ठकी नेउछंती। किंतु आमर एही चैनल रे आपणक पई फ्री रे वशीकरण वीडियो अपलोड करा जाउची जहाको आपणकर सुविधा पई अपलोड करा जाउची जहाको आपण घरे बसी बसी करि परिबे। तेबे आपण पैसा कोन पई खर्च करिवे आपण वीडियो देखंतु निजे चेष्टा करंतु तेबे जाय कि आपण सफल हेबे। जदि गोटे थर रे हेउनी द्वितीय थर चेष्टा करंतु निहाती भाबे सफल हेबे। तेबे वशीकरण करिबा पूर्वरु वशीकरण विषय रे किछि जानि रखंतु। वशीकरणर माने हेउची सामना बाला को निज बसरे करिबा तार दिमाग रे निजर भावना को पहुंचाइबा। तेबे वशीकरण कोन पई करा जाय जेते बेले आपण काहाको निज ठारू अधिक भल पाउचंती किंतु जेते चेष्टा कले मध्य ताकू पटेई पारुनांती ता बिना बंची पारिबेनी भाबुचंती सेते बेले आपण वशीकरण करि परिबे। किंबा जदि केउ लोक बिना कारण रे आपण को हैरान करूची आपणकर घर परिवार उपरे खराब नजर पकाउची एही परि परिस्थिति रे आपण वशीकरण करि परिबे। काहेकि ना केते थर एमिति हेइथाय कि आमर शत्रु पैसा रे आउ शक्ति रे आमठारू बलवान हेइथाय आउ आमे चाहिकि भी तार किछि करि पारु नाहु। एही परि परिस्थिति रे आपण वशीकरण करि परिबे। निज शत्रु को हाथ मुठारे रखि परिबे झियो पटेई परिबे। एथिपई आजिर एही भिडियोटी रे मु आपणक पई आमर तंत्र शास्त्र रु दुनियार सबुठारू महाशक्तिशाली नारी मोहिनी वशीकरण नहीं आसीची जार प्रयोग रे आपण केउ भी कुंवारी झियो बा विवाहिता नारी को पटेई पारिबे। सीए आपणक प्रेम रे एमिति दीवानी हेइ जिवो कि टाणी होई आपणक पाखकु आसीबो जहा चाहिबे ताहा करिबो। तेबे मने रखंतु मंत्र तंत्र जंत्र वशीकरण ये एमिति सेमिति काम करेनी। मनरे संपूर्ण विश्वास निष्ठा आउ एकाग्रतार सहित आपणकू एही वशीकरण करिबाकू पड़िबो। तेबे जाई मु आपणकू ग्यारंटी देउची आपण जेते सुंदरी झियो बा सुंदरी भाउज को चाहिबे पटेई पारिबे। तेणु जदि आपण एही वशीकरण करिबाकू चाहुचंती से झियो बा नारी को निज प्रेम रे दीवानी करिबाकू चाहुचंती ताकू पटेई ताठारू निजर मन मुताबक काम हासिल करिबाकू चाहुचंती तेणु मोर आपण मानकू अनुरोध कि आपण भिडियोटी को पूरा शेष पर्यंत देखंतु। मन रखंतु एही वशीकरण करिबा पई आपणकू केवल 3टी लवंग आवश्यक। केवल 3टी लवंगर साहाय्य रे आपण से झियो बा नारी को पटेई पारिबे। प्रथमे आपण कोन करिवे 3टी लवंग नेकी कोनोसी एक सुनसान जगह को जिबे जेउठारे आपणकू केही देखिबेनी किंबा डाकिबेनी। तापरे से 3टी लवंग को तले माटी उपरे रखिबे। तापरे से झियो बा स्त्री रो नाम 3 थर कहिबे। 3 थर से झियो बा स्त्री रो नाम कहि सारिबा परे आपण एही शब्द को 3 थर पढ़ी देबे। तासिन तासिन मर्तासिन तासिन तासिन मर्तासिन
ତାସିନ୍ ତାସିନ୍ ମର୍ତାସିନ୍ ଏହି ତିନୋଟି ଶବ୍ଦକୁ ଏହିପରି 3 ଥର ପଢ଼ି ସାରିବା ପରେ କ'ଣ କରିବେ, ସାଙ୍ଗେ ସାଙ୍ଗେ ସେ 3ଟି ଲବଙ୍ଗ ଉପରେ ପରିସ୍ରା କରିଦେବେ। ମନେ ରଖନ୍ତୁ, ଆଖି ବନ୍ଦ କରିକି ପରିସ୍ରା କରିବେ। ପରିସ୍ରା କରିସାରିବା ପରେ ଚୁପଚାପ ଘରକୁ ଫେରି ଆସିବେ। ପଛକୁ ବୁଲିକି ଚାହିଁବେନି। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, ସେ ଝିଅ ବା ବିବାହିତା ନାରୀ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।